ତ ହାଇ ସାଙ୍ଗମାନେ ଆଜିର ବ୍ଲଗ ଟି ପୁରା ମଜାଦାର ହବାକୁ ଯାଉଛି କାରଣ ଆଜି ଗୋଟେ ଦିନର ବ୍ଲଗ ଆପଣ ମୁଁ ତ ସକାଳୁ ଉଠି ଏଠି ପଳେଇ ଆସି ଛାତ ଉପରେ ଟିକେ ଦେଖନ୍ତୁ ଖରା ଖାଇବା ପାଇଁକା କାରଣ ନିଦ ମୋର ଟିକେ ଭାଙ୍ଗିନି ଗାଧେଇ ସାରିଛି କିନ୍ତୁ ନିଦ ଭାଙ୍ଗିନି ଏବେ ଚାଲ ଯିବା ଟିକେ କଣ ଖାଇବା ତାପରେ ଯିବା ମୋର ପୁରୀରେ ଯୋଉଠି ବଡ ପରିବା ମାର୍କେଟ ଅଛି ମାନେ ଗୋଦାମ ସେଠି ଚାଲନ୍ତୁ ଯିବା କିଛି ପରିବା କିଣିବା ବିକା ବିକି କରିବା ପାଇଁକା ଏବେ ଚାଲନ୍ତୁ ମୁଁ ଏବେ ଛାତ ଉପରେ ଅଛି ଏଇଟା ଆମର ନିଜ ଛାତ ନୁହଁ ଆମେ ରେଣ୍ଟରେ ଅଛୁ ଏବେ ଚାଲନ୍ତୁ ଆଜି ବ୍ଲଗକୁ ସୁରୁ କରିବା ଚାଲନ୍ତୁ। ସାଙ୍ଗମାନେ ଦେଖ ମୋ ଗାଡି ପୁରା ରେଡି ହେଇଛି ଏବେ ଚାଲ ମୋ ଗାଡିକୁ ନେଇକି ଯିବା ପୁରା ବଡଦାଣ୍ଡ ସାରା ବୁଲିବା ତାପରେ ପରିବା ମାର୍କେଟ ଯିବା। ଏବଂ ମୁଁ ବାକି ପହଞ୍ଚିଯାଇଛି ଆମର ଯୋଉ ଅଛି ନରେନ୍ଦ୍ର କୋଣ ରୋଡ ଠୁ ଧରିକି ଆମର ଯୋଉ ମଙ୍ଗଳାଟ ରୋଡ ଯାଇଛି ସେଇ ରୋଡରେ ପରିବା ମାର୍କେଟ ପଡିବ ଚାଲନ୍ତୁ ଯିବା ପରିବା ମାର୍କେଟ ଭିତରୁ ଟାଣି ଟାଣ ନା। ଏଇଟା ଯୋଉ ଦେଖିଲେ ଏଇଟା ହଉଛି ପୁରୀର ସବୁଠୁ ବଡ ପରିବା ଗୋଦାମ ସବୁଠୁ ବଡ କଣ ସବୁଠୁ ଗୋଟିଏ ପୁରୀ ପାଇଁ ଗୋଟିଏ ପରିବା ଗୋଦାମ ହଉଛି ଏଇଗୁଟାକ ଆଉ ଆମର ଚାଲିଯିବା ପୁରୀର ସବୁଠୁ ବଡ ପରିବା ମାର୍କେଟ ଦେଖିବା ଯୋଉଟା କି ବଡଶଙ୍କର ଅଛି ଚାଲନ୍ତୁ ଯିବା ଟାଣି ନା। ମୁଁ ଏ ପରିବା ଆଣିକି ଦୋକାନରେ ଥୋଇ ଦେଇଛି ବାପା ବସି ସାହାଯ୍ୟ କରି ବିକୁଛନ୍ତି ମୁଁ ଏ ପଳେଇ ଆସିଛି ପେଟ ପୂଜା କରିବା ପାଇଁକା କୋଉଠିକି ନା ଆମର ବସଷ୍ଟାଣ୍ଡ ରଙ୍ଗମଞ୍ଚ ଫ୍ରଣ୍ଟ କିନା ଏପଟେ ଅଛି ବିନା ପିଆଜ ରସୁଣ ପସ୍ତରେ ଦହିବରା ଆଳୁଦମ ତା ସହିତ ଉପମା ଇଟିଲି ତାଙ୍କ ସହିତ ଅଛି 30 ଟଙ୍କା ପେଟ ଫୁଲ କରିଦେବେ ଜଲ୍ଦି ଦେଖ ଦୋକାନଟା ପଛପଟେ ଦେଖିପାରୁଥିବେ କୋଉ ଭଳିଆ ଗହଳି ଅଛି ଏବେ ତ ଗହଳି କମ ଅଛି ତଥାପି ସକାଳୁ ପୁରା ଗହଳି ହଉଛି ତାଙ୍କର 4 ଘଣ୍ଟାର ବେପାର ତାହେଲେ ଆମେ ସେଇଠି ଦହିବରା ପୁରା ପେଟ ଥଣ୍ଡା କରି ଖାଇଦବା ତାପରେ ପୁଣି ଦୋକାନ ଯିବା ଟାଣି ଟାଣ ନା ଦେଖ ଦୋକାନଟା କୋଉଠି ଲୋକେସନ ଆପଣ ଦେଖେଇ ଦଉଛି ଟାଣି ଟାଣ ନା। ଦେଖନ୍ତୁ ଦୋକାନଟା ପୁରା ବସଷ୍ଟାଣ୍ଡ ରଙ୍ଗମଞ୍ଚ ଫ୍ରଣ୍ଟ ହେଇକିନା ଏପଟେ ଦେଖିପାରୁଥିବେ ଦହିବରା ଦୋକାନ ଆଳୁଦମ ଦହିବରା କେତେ ଗହଳି ଅଛି ଦେଖନ୍ତୁ ଦହିବରା ଆଳୁଦମ ଦୋକାନଟା ପୁରା ବିନା ପିଆଜ ରସୁଣ ପ୍ରସ୍ତୁତ 30 ଟଙ୍କା ପୁରା ଫୁଲ ପ୍ଲେଟ ଦେଖ ଆମେ ସେଠୁ ଖାଇବା ଚାଲନ୍ତୁ ଜୟ ଜଗନ୍ନାଥ ଦେଖିପାରୁଥିବେ ଆମ ଦହିବରା ପୁରା ପ୍ଲେଟ ପଳେଇ ଆସିଛି ପୁରା ପେଟ ଫୁଲ ଦେଖିପାରୁଥିବେ ପ୍ଲେଟଟା କେତେ ବଡ ହେଇଛି 2 ଜଣ ଲୋକ ଖାଇବେ ଦେଖନ୍ତୁ ପୁରା 30 ଟଙ୍କା ପେଟ ଫୁଲ ଦେଖ କୋଉ ଭଳିଆ ଗହଳି ହେଇଛି ଦୋକାନ ଆସ 30 ଟଙ୍କା ପେଟ ଫୁଲ କରିଦବ ମୋ ସହିତ ମିଶି ଆସ ଖାଇବା ରହୁଛି ଜୟ ଜଗନ୍ନାଥ ଜଲ୍ଦି ଜଲ୍ଦି ପଳେଇ ଆସ ରଙ୍ଗମଞ୍ଚ ଫ୍ରଣ୍ଟରେ ଦହିବରା ଆଳୁଦମ ବିନା ପିଆଜ ରସୁଣ ପ୍ରସ୍ତୁତ ଜୟ ଜୟ। ଏବେ ତ ରାତି ହେଲେ 9:30 ପେଟରେ ମୋ ପେଟ କୁଁ କୁଁ ହଉଥିଲା ମୁଁ ଆସିଗଲି କିଶୋର କ୍ଲବ ସିଧା ଲୋଚନ ଭାଇଙ୍କ ଦୋକାନରେ ଉତ୍ତମ ପକୋଡି ଖାଇଥିଲି ପୁରା କୁଇଁ କୁଇଁ ହେଇକିରି ଏବେ ଚାଲ ରାତିରେ କଣ ହଉଛି ଦେଖିବା ଆଗକୁ ଚାଲ ଭିଡିଓକୁ ବଢେଇବା ଚାଲନ୍ତୁ ଟାଣି ଟାଣ ନା ଟୁ 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 ଟୁ। ଦେଖ ଆମର ଏବେ ରାତି ତ ହେଇଯାଇଛି 10:30 ସବୁ ଦୋକାନ ବଜାର ବି ବଡ ଦାଣ୍ଡରେ ଯୋଉ ପରିବା ଦୋକାନ ସବୁ ବନ୍ଦ ହେଇଯାଇଛି ଦେଖ ଏବେ ଦୋକାନ ବଜାର ସବୁ ବନ୍ଧା ବନ୍ଧି ଚାଲିଛି ଏପଟେ ଓଳିଆ ଓଳି ଚାଲିଛି ଚାଲ ଏବେ ଦେଖ ବଡଦାଣ୍ଡ ପରିବା ମାର୍କେଟ ଦିନରେ ତ ଦେଖେଇ ପାଇଲିନି ରାସ୍ତା ଗହଳି ଥିଲା ଦୋକାନ ବି ଗହଳି ଥିଲା ବେପାର ଚାଲିଥିଲା ତାପରେ ବି ବହୁତ କାମ ବି ମଧ୍ୟ ଥିଲା ଦେଖ ଦୋକାନ ବଜାର କେମିତିଆ ଯୋଉଠି ଭାଇ ଦେଖ ଭାଇ ହାଲ ଟିକେ କରିଦେବେ ଭାଇ ଟିକେ ହାଇ ଟିକେ କରିଦିଅ ହାଏ ଦେଖ ଦୋକାନ ବଜାର ପୁରା ବନ୍ଦ ହେଇଗଲାଣି ବନ୍ଧା ବନ୍ଧି ଚାଲିଛି ଦୋକାନ ପୁରା ଶେଷ ଏପଟେ ଦେଖ ଦୋକାନ ଦେଖଉଛି ଦେଖ ଏପଟେ ଦୋକାନ ତ ପ୍ରାୟ ବନ୍ଦ ହେଇଗଲି ମାତ୍ର ଯୋଡେ 3ଟା ଦୋକାନ ଏପଟେ ଖୋଲା ହେଇଛି ଏପଟେ ଦେଖ ଭାଇ ଦୋକାନ ପୁରା ବନ୍ଦ କରିସାରିଲେ ଭାଇ ରସି ବାନ୍ଧୁଛ ଆ ରସି ତମେ ବାନ୍ଧି ପାରୁନ ଖାଲି ଟାଣ ଖାଲି ହଉଛ ଟେନ ଟେନ ନା। ଦେଖନ୍ତୁ ମୁଁ ଏବେ ପରିବା ମାର୍କେଟ ରେ ଯାହା ବି ସବୁ କାମ ଥିଲା ସବୁ ସାରିଦେଇ ଦିନ ଜାଗାରେ ଯେତେକ କାମ ଥିଲା ସବୁ ଦିନ ଯାକ କାମ ସାରିଦେଇ ଲାଷ୍ଟ ପ୍ରଭୁଙ୍କ ପାଖରେ ମାନେ ଜଗନ୍ନାଥ ମନ୍ଦିର ଆସିକି ମୁଁ ପହଞ୍ଚି ଯାଇଛି ଦେଖନ୍ତୁ ଜଗନ୍ନାଥ ମନ୍ଦିର ପଛପଟେ ଅଛନ୍ତି ଦିନ ଜାଗାରେ ଯାହା ବି କାମ କରିଥିବେ ସଦାବେଳେ ସମସ୍ତଙ୍କୁ କହି ରଖୁଛି ସମସ୍ତେ ଜଗନ୍ନାଥଙ୍କୁ ମାଗିବେ କି ଯେକୌଣସି ପ୍ରଭୁଙ୍କୁ ଆପଣ ମାନନ୍ତି ତାଙ୍କ ପାଖରେ କୁହନ୍ତୁ ଦିନ ଜାଗାରେ ପ୍ରଭୁ ଯାହା ବି ଅଜାଣତରେ ଭୁଲ କରିଥାଏ ମତେ କ୍ଷମା କରିଦେବେ ଜଗନ୍ନାଥ ସମସ୍ତଙ୍କର ଭୁଲ କ୍ଷମା କରିଥାନ୍ତି ସମସ୍ତଙ୍କୁ ମଧ୍ୟ ସୁଧାରିବାକୁ ଗୋଟେ ଗୋଟେ ସୁଯୋଗ ଦେଇଛନ୍ତି ଦେଖନ୍ତୁ ଆଉ ଯୋଉ ଦେଖନ୍ତୁ ଏପଟେ କେତେ ମାତ୍ରାରେ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖିବାକୁ ଚାହୁଁଛି ଦେଖନ୍ତୁ ଏଠି କେତେ ବଡ ବଡ ଧନୀ ଲୋକ ବି ମଧ୍ୟ ଏଠି ଦେଖନ୍ତୁ ଭୂପୃଷ୍ଠରେ ମାନେ ମାଟିରେ ସମସ୍ତେ ଶୋଇଛନ୍ତି ଦେଖନ୍ତୁ ମାଟିରେ ମୁଣ୍ଡ ଥୋଇ ସମସ୍ତେ ଶୋଇଛନ୍ତି ଯେତେ ବଡ ବଡ ଲୋକ ବି ଏଠି ଥାଆନ୍ତୁ ଆଉ ଏଠି କିଛିଟା ଲୋକ ଅଛନ୍ତି ନିଜକୁ ବହୁତ ବଡ ବୋଲି ଭାବନ୍ତି ସେ ନିଜକୁ ବହୁତ ଗର୍ବୀ ବୋଲି ବି ଅନୁଭବ କରନ୍ତି କିଛିଟା ଲୋକ ବି ଏଠି ଅଛନ୍ତି ତାଙ୍କ ଭିତରୁ ମୁଁ ସେଇମାନଙ୍କ ଲୋକଙ୍କୁ ମୁଁ ପଦେ କହୁଛି ଧନ ଜନ ନେଇ ଗର୍ବ କର ନାହିଁ କିଛି ନୁହେଁ ଚିରସ୍ଥାୟୀ ଜୀବନ ବି ଏଠି ପାଣିର ଫଟକୁ ଆଜି ଅଛି କାଲି କି ନାହିଁ ସେ ଯିବ ଏମିତି ଯିବ ରହିବନି କେବେ ବେଲେ ଜୀବନ ଆଜି ଅଛି କାଲିକି ବି ଜୀବନ କେବେ ବେଲେ ନଥିବ ଦେଖନ୍ତୁ ସେତେ ମାତ୍ରାରେ ଲୋକମାନେ ଶୋଇଛନ୍ତି ଆଉ ଆଜିର ଭିଡିଓକୁ ମୁଁ ଏଇଠି ରଖୁଛି ଜୟ ଜଗନ୍ନାଥ ଯଦି ଭିଡିଓଟି ଭଲ ଲାଗିଥାଏ ଭିଡିଓକୁ ଅତି ମାତ୍ରାରେ ସେୟାର କରନ୍ତୁ ଆଉ କମେଣ୍ଟ କରନ୍ତୁ ଆପଣ ଭିଡିଓଟି କେମିତି ଲାଗିଲା ଯଦି ଚ୍ୟାନେଲ ନୂଆ ଆସିଛନ୍ତି
ଚ୍ୟାନେଲ ଗୋଟେ ସବସ୍କ୍ରାଇବ କରିଦିଅନ୍ତୁ। ରହୁଛି ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।